ବେଳହୁ ହୁଅ ସାବଧାନ, ମାଳିକା ବଚନ ନ ହୋଇବ ଆନ। କଳି ଯୁଗରେ କ'ଣ ସବୁ ଘଟିବ, ଆଦିରୁ ଅନ୍ତ କେମିତି ହେବ, ସେ ସବୁ ବିଷୟରେ ଅଚ୍ୟୁତଙ୍କ ମାଳିକାରେ ଲେଖାଯାଇଛି। ଅନେକ ଲୋକ ଏହି ମାଳିକାକୁ ସତ ମାନୁଥିବା ବେଳେ କିଛି ଲୋକ ଏହାକୁ କାଳ୍ପନିକ ଭାବନ୍ତି। ହେଲେ ବିପର୍ଯ୍ୟୟ ହେଲେ ମୁଣ୍ଡରେ ଚେତା ପଶେ, ଆଉ ମନେ ପଡ଼େ ମାଳିକା ବଚନ। ଏ ତ ଅଚ୍ୟୁତ ଠାର ହାଡ଼ିଆଗାର, ପାପୀଙ୍କ ବିନାଶ ପାଇଁ ଜଗନ୍ନାଥ ନେବେ କଳ୍କି ଅବତାର। 7 ଦିନ 7 ରାତି ଅନ୍ଧାର ହୋଇବ, ମା ଭୈରବୀ ଏହି ସମୟରେ 3ଟି ଡାକ ଦେବେ। ମାଳିକା ବଚନ ଅନୁସାରେ କଟକରୁ ଚୌଦ୍ୱାର ଯାଏଁ ରକ୍ତର ନଦୀ ବହିବ। ମାଳିକା କୁହେ ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଗୁରୁବାର ଦିନ କଳିଯୁଗ ଶେଷ ହେବ। ତେବେ ଏହା କ'ଣ ପ୍ରକୃତରେ ସତ? ଭବିଷ୍ୟ ମାଳିକା ଯଦି ସତ ହୁଏ, ତାହେଲେ ପୃଥିବୀ ବିନାଶ ବେଳେ ତ ସତରେ ମହାପ୍ରଳୟ ହୋଇଯିବ। କୁହାଯାଏ ମାଳିକା ବଚନରେ ଯାହା ସବୁ ଲେଖାଯାଇଛି ସେ ସବୁ ସତ। ସମୟ ବିତିବା କ୍ରମେ ଏହି ସବୁ ଘଟଣା ଘଟି ଚାଲିଥିବ, ଆଉ ଏହାକୁ କେହି ବି ରୋକିପାରିବେ ନାହିଁ। 22 ପାହାଚେ ମୀନ ଖେଳିବ, ଆଉ ସ୍ୱୟଂ ଜଗନ୍ନାଥ କଳ୍କି ଅବତାର ନେଇ ଏ ଧରା ପୃଷ୍ଠରୁ ପାପୀଙ୍କ ବିନାଶ କରି ସଂସାରକୁ ମୁକ୍ତି ଦେବେ। କଳିଯୁଗ ଶେଷ ହୋଇ ଆରମ୍ଭ ହେବ ଆଉ ଏକ ନୂଆ ଯୁଗ। ପିଲାବେଳୁ ଆମେ ମାଳିକା ବଚନ ସତ ବୋଲି ଶୁଣି ଆସିଛୁ। ଘରେ ଘରେ ସମସ୍ତ ବଡ଼ ଲୋକ ଏହାକୁ ସତ୍ୟ ବୋଲି ମାନନ୍ତି, ଆଉ ଭବିଷ୍ୟ ମାଳିକାକୁ ଭଗବାନଙ୍କ ସଦୃଶ ପୂଜା ମଧ୍ୟ କରନ୍ତି। ସେମାନଙ୍କର କହିବା ଅନୁସାରେ ଭବିଷ୍ୟତରେ ପ୍ରକୃତରେ ଏଭଳି ଘଟଣା ସବୁ ଘଟିବ, ଆଉ ପାପୀଙ୍କ ବିନାଶ ସହ ଏ ଯୁଗର ମଧ୍ୟ ଅନ୍ତ ଘଟିବ। କଳିଯୁଗ ଶେଷ ସମୟରେ ଅନେକ କିଛି ଅଘଟଣ ଘଟିବ। ପୃଥିବୀର 4 ଭାଗରୁ 3 ଭାଗ ଲୋକଙ୍କ ନାଶ ହେବ, ମାତ୍ର 1 ଭାଗ ଲୋକ ରହିଯିବେ। ସେହିପରି ଓଡ଼ିଶାରେ ମଧ୍ୟ ଏମିତି ଅଘଟଣ ସବୁ ଘଟିବ, ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ଜିଲ୍ଲା ପାଣିରେ ବୁଡ଼ିଯିବ, ବନ୍ଧ ବାଡ଼ ଭାଙ୍ଗି ସବୁ ଏକ ହୋଇଯିବ। ଶତ୍ରୁର ବୋମା ମାଡ଼ରେ ହୀରାକୁଦର ବନ୍ଧ ଭାଙ୍ଗିବ, ଯାହା ପାଇଁ ଓଡ଼ିଶାର ଅଧା ଭାଗ ଜଳମଗ୍ନ ହେବ। ଯିବା ଆସିବା ପାଇଁ ମଧ୍ୟ ବାଟ ମିଳିବନି। ସେହିପରି ଯଶୋବନ୍ତ ଦାସଙ୍କ କୋଇଲି ମାଳିକାରେ ଏହାକୁ ନେଇ ଅନେକ କିଛି ଲେଖା ହୋଇଛି। ଆଗରୁ ଓଡ଼ିଶାରେ ଥିବା 13ଟି ଜିଲ୍ଲା ଏବେ 30ଟା ଜିଲ୍ଲା ହୋଇଛି। ଏହା 33ଟା ଜିଲ୍ଲା ହେବା ପରେ ଓଡ଼ିଶାରେ ଅଧା ଭାଗରେ ପାଣି ମାଡ଼ିଯିବ। 3 ପାଖେ 3 ଥିବେ, ସେହି ସମୟରେ ପ୍ରଳୟ ହେବ। ତେବେ କୋଇଲି ମାଳିକା ଅନୁସାରେ ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ। ଅନ୍ୟାନ୍ୟ ମାଳିକାରେ ମଧ୍ୟ ଏହି ସମାନ କଥା ଲେଖାଯାଇଛି। ଏହି ସମୟରେ ଚିତ୍ତଳ ମାଛର କଣ୍ଟା ସହ ବଉଳା କୁମ୍ଭୀରର ହାଡ଼ ବିରଜା ମଣ୍ଡଳରେ କବାଟ ହୋଇବ। ଏହାକୁ ନେଇ ମଧ୍ୟ ଅନେକ କଥା ଲେଖାଯାଇଛି। ଏସବୁ ଜିଲ୍ଲା ପାଣିରେ ବୁଡ଼ିଲା ପରେ ଏଭଳି ଅଘଟଣ ସବୁ ଘଟିବ। ତେବେ ମାଳିକା ବଚନରେ ତ ଆହୁରି ଅନେକ କଥା ଲେଖାଯାଇଛି। ସେ ସବୁକୁ ଗୋଟିଏ ଥରରେ ସମ୍ପୂର୍ଣ୍ଣ କରିବା ଏତେ ସହଜ ନୁହେଁ। ହେଲେ ଯଦି ଆପଣ ଏସବୁକୁ ନେଇ ଦ୍ୱନ୍ଦ୍ୱରେ ରହୁଛନ୍ତି, ତେବେ ନିହାତି ରୂପେ ମାଳିକା ବଚନକୁ ଥରେ ପଢ଼ନ୍ତୁ। ତାହାପରେ ବୁଝିପାରିବେ ଏସବୁ କାହିଁକି କୁହାଯାଉଛି, ଆଉ ଏହା କେତେ ଦୂର ସତ, ଏଥିରେ ଫ୍ୟାକ୍ଟ ଅଛି କି ନାହିଁ, ଏହି ରହସ୍ୟ ଠିକ୍ ନା ଭୁଲ। ତେବେ ଆଗାମୀ ଏପିସୋଡରେ ଆପଣ ଆଉ ଏକ ଫ୍ୟାକ୍ଟ ବେସ୍ଡ ଭିଡ଼ିଓ ଦେଖିବେ। ଦେଶ ଦୁନିଆର ଏଭଳି ରହସ୍ୟ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଏ ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍ ସେୟାର କରନ୍ତୁ। ରହୁଛୁ, ଜୟ ଜଗନ୍ନାଥ।